कारण कारण କିଏ କହିବ କାରଣଟା କଡି ହଡକମ୍ପ କହିବ ହଡକମ୍ପ କହିବ ହଁ ହଡକମ୍ପ ಮತ್ತೆ ರಾತ್ರಿಗೆ ಬರಪ್ಪ ହଡକମ୍ପ କହିଲୁ ଆଉ କିଛନରେ ମାନୁ ସଚିବ ରଖିଲ ଆଉ କିଛନରେ ଡଙ୍ଗା ସଚିବ ରଖିଲ ଆରେ ତୋର ମୋର ଗୋଟେ ହିସାବ ଅଛି ହଁ ଆମର ଚାଲ ଖେଳିବା କଣ ଆଗ ଥିଲା ଜୟସରା ଏପର ହିସାବ ଗୋଟେ କରେ ତାଙ୍କର ହିସାବ ଛାଡେ ଆଉ ନାଲେ ଏବାরে ଚାଲ ଖେଳିବା ହେ ଏବେ ହିସାବ କଣ ମାମୁ ଖେଳିବା ମାମୁ ଭଣଜା କିଏ ମାମୁ କିଏ ଭଣଜା ଆପଣ ମାମୁ ମୋ ଖେଳିବା କସବରା ମାମୁ କୁଷ୍ଟବରା ଭଣଜା ଏଇଟା ଭଲ ମନ ମନୋନୀତ ହବ ସମସ୍ତଙ୍କ ହଁ ହେଲେ ଭଣଜା ପିଲା ହଁ ଜୟପୁର ଆରେ ମାମୁ ଭଣଜା ହିସାବ କରୁଛୁ ଦୁଇ ପୋଲଟା କରୁଛୁ ଆରେ ମାମୁ ଭଣଜା ହଁ ମାମୁ ବୋଲି ମୁଁ ତୋତେ ଭଣଜା ବୋଲି ଭଣଜା ହେଲା ହଁ ଆଚ୍ଛା ମୁଁ ତୋତେ ଗୋଟେ ପ୍ରଶ୍ନ ପଚାରିବି କଣ ଆକାଶରେ କହିଲେ ଚିଲିକାର ମାଛ ମାଛ ବନ୍ଧୁ ବଢି ମାଛ ଯଦି କହିବ ମୋତେ କାଟିକି 10 ଟଙ୍କା ଦେବି 10 ଟଙ୍କା ଦେବି ଟିକେ ତମର କାମ ହେଇଛି ନା କାର୍ଯ୍ୟ ହେଇଛି ଧରିଛି ପଇସା ଧରିଛି କାଟିକି ଦେବି ମୁଁ ପଇସା ଧରିଛି କାଟିକି ଦେବି କହିବୁ ନାଇଁ କହ ଆକାଶର କହିବୁ ଚିଲିକାର ମାଛ ବନ୍ଧୁ ବଢି ମାଛ କହ ହେଲେ ମାମୁ ମୁଁ ହେଲେ ଗୋଟିଏ ପ୍ରଶ୍ନ ପଚାରେ କିନ୍ତୁ ମୋ ପ୍ରଶ୍ନର କାମ କେମିତି କରିଦେବ ମୁଁ ତମକୁ 30 ଟଙ୍କା ଦେବି ସବୁ କରି ପେଲା ପେଲି କରୁନୁ ତମେ ଦେଖି ମେଟ ପେଲ ମୁଁ ହେଲେ କାମ କରିଦେ আচ্ছা কোন প্রশ্ন পচারি স্ত্রী রাজবতী বাসুক ছাড়ে স্ত্রী রাজবতী বাসুক ছাড়ে বসকে রাজবতী বাসুক ছাড়ে পুরুষ রাজবতী কেউ কারে ସବୁଦିନ ରାଜବତୀ କିଏ ସଂସାରେ ଏକା କହିଲେ ମାମୁ 30 ଟଙ୍କା ଦେବି ରେ ସବୁଦିନ ରଙ୍ଗବତୀ ହଁ ବୋଲେ ସଂସାରରେ କିଏ ଜଣେ ସବୁଦିନ ରଙ୍ଗସ୍ଥଳ ହଉଛି ସବୁଦିନ ରାଜଶାଳା ହଉଛି ହେଲେ ଗୋବଳି ହଡକମ୍ପ ହଁ ଯଦି କେତେ ପ୍ରଶ୍ନ ଜାଣିଛୁ ଆହୁରି ପଚାରିବି ଆହୁରି ହଁ କଣ ଜାଣିଛୁ ପେଟରେ ରଖିଛି କଣ ପଚାରି ତ ଚମ୍ ଚମ୍ ଚଢ଼ିକା ଚମ୍ ଚମ୍ ଚଢ଼ିକା ବେଡି ଗରେ ଥାଇକା ଆଣ୍ଠୁବାରି ବୁକୁ ଧରେ ସରସ୍ୱତୀ କଣ୍ଡମ ଆକୁ ଯିଏ ବୋଲି ଖଣ୍ଡ ତାକୁ 500 ଦଣ୍ଡ ଦେଖ ଆଣ୍ଠୁ ମାଡ଼ିକି ବୁକୁ ଧରେ ଆଣ୍ଠୁବାରି ବୁକୁ ଧରେ ସରସ୍ୱତୀ କଣ୍ଡମ ଆକୁ ଯିଏ ବୋଲି ଖଣ୍ଡ ତାକୁ 500 ଦଣ୍ଡ ହେଲେ କହିଲେ କେତେ ଟଙ୍କା ଦେବୁ କହିଲେ ମାମୁ 30 ଟଙ୍କା ଦେବି ଦେବୁ ତ କେତେ 30 ଟଙ୍କା ଦେବି ନଦେଇ ପାଇଲି ମତେ ଲଙ୍ଗଳା କରିବୁ ଚପଲ ମାରି ବେକରେ ଗଳୁ ମୋର ବାଳ କାଞ୍ଚୁବୁ କଣ କିଏ ଚାଲିଛି ତମେ ବୋଲେ ମୁଁ କଣ ଭଣ୍ଡାରୀ ମୋର ବାଳ ଆରେ ମୋର ବାଳ କାଞ୍ଚୁବୁ ଏ ଗାଁର ଠାକୁର ଖଣ୍ଡେ ବାବୁରେ ହେଲା ତ ଗଲା ଆଉ ମା ପୁଟା ଝିଅ ମା ପୁଟେ ମୋ ବାବୁ କହିଲା ଶୁଣେ ମାଙ୍କୁ ଟିକେ ଡାକିବା ଗୁରୁ ହଉଛନ୍ତି ନବଘନ ଆଜ୍ଞା ଆଜ୍ଞା ଅଛନ୍ତି ଦେହ ଆଜ୍ଞାଙ୍କର ବଡ ଭାଇନା ହଉଛନ୍ତି କୃଷ୍ଣ ସୁନ୍ଦର ପରିଡ଼ା ନିଜେ ରଚନା କରିଛନ୍ତି ରସପଞ୍ଚକ ସେ ରସପଞ୍ଚକରେ ମାଙ୍କୁ ଟିକେ ଡାକିବା ତାପରେ ତୋର ତ ପ୍ରଶ୍ନ ପଚାରିବି ତାର ପ୍ରଶ୍ନର ଉତ୍ତର ଦେବା ରସପଞ୍ଚକ ହେଲା ରସାଧର ସୁତା ମାଗ ଘେନ ମିନତି ରସାଧର ସୁତା ମାଗ ଘେନ ମିନତି ମା ଘେନ ମିନତି ରସ ସୁତ ପ୍ରତି ଭକ୍ତେ କରିଲେ ତୁତି ରହି ରାବଣେ ପୂଜିଲେ ତର ଚରଣ ରଣେ ରାବଣଙ୍କୁ ମାଲ କଲୁ ନିଧନ ରାଜା କରାଇଲୁ ବିଭୀଷଣ ଗୋ ନାରାୟଣୀ ରାଜା କରାଇଲୁ ବିଭୀଷଣ ହରେ ହରେ ହରେ
ସାରଣ ବିମଳା କମଳା ଦେଉରେ ଆଜି ଶରଣ ପାଦେ ତୋରି ଗୋନାରାୟଣୀ ଆଜି ଶରଣ ପାଦେ
द्वितीय दिन चंदालुनी हेण तृतीय दिन करिब शुद्ध स्नान स्नान केते बळे करिब गोबर पानी लगाइब जाई शुद्ध स्नान बाबुए करिब नहीं तथापि शुद्धि निमित्ते हेब तो नहीं रोषई करी केबे दब तो नहीं निजे रोषई करी खाइब सेई रोषई करी दब तो नहीं देले ब्रह्म हत्या दोष लागुची जाए अरे स्वामी गुरु परा स्वामी परम ब्रह्म अरे स्वामी गुरु परा स्वामी परम ब्रह्म आ स्वामी हेले पुणी ताको देवता सम ज्योति न देवता को पूजा करिब मंदिर स्वामी परम ब्रह्म देवता समान हे स्वामी होइले आ सात दिन रे शुद्ध स्नान होइब भले तीन दिन स्नान बाबू करिब जाई स्वामी सुख को देख पाइब नहीं चारि दिन जे स्वामी सुख को करिब कन्या संतान तार जन्म होइब जो झियटी बाबू जन्म हेब जान चंडालुनी बुद्धि से करिब गुण 5 दिन रे झिय मेड़न हेब कन्या संतान तार जन्म हेब सब दिन से झिय करिब 6 दिन रे झिय मेड़न हेब पुत्र संतान तार जन्म हेब अज्ञान पुओ भणी बातुर हेब अज्ञान पुओ भणी बातुर हेब 7 दिन रे दिए मिसी गलाई 7 दिन रे दिए मिसी गलाई आउ सुसंतान जन्म होइब सेई जो पुत्र संतान जन्म हेब घरर मंगल कार्य से करिब 8 दिन रे भल होइब जान जन्म जो संतान होइब जाई वंश को रक्षा करिब आलोचना करम तुहे बिनु समन मोर आ 7 दिन रे सुधी बाबू बदिका पहर पड़ी गए केहूँ बाहर रे राजस्थला होइले इष्ट होउती बाबू कहिबा बारे केहूँ बाहर रे राजस्थला होइब भल कि मंद बाबू तुमे जानिब पुराण मध्यरु रे कहिबी बाथी भल मंद कथा हे कहिब शुण रविवार जिए राजस्थला होइब रविवार रजस्था होइले विधवा जो तार रही भले रविवार माँ मान भल नहीं रविवार भल नहीं शुणिले कौन सुन बुझी पाता रविवार रजवती हेले दुर्बती विच्छेद स्वामी ठार विच्छेद होकर
दरकार पड़ले विधवा जोग मध्य अछि में सोमवारे पति भक्ता पूर्ण चंद्र परी सदा सुखिता हे सूर्य नरे तार लभे बहु सुत सुता हे सूर्य नरे सोमवार सोमवार रजस्थ पूर्णचंद्र परी सदा सुखिता सब हस हस मुड़ी सुख भोग कर पुत्र संतान मंगल रे मृत्यु अच्छा नष्ट हुए तार कामिनी बांछा हे सूर्य नरे तार पर पुरुष को इच्छा हे सूर्य नरे पुत्र संतान झील की पुओ जन्म होते मरण हम स्वामी ठार विच्छेद होकर कामिनी बाछा नष्ट हो पर पुरुष को टे लालस रखिल तो पड़ूला तू केमी जानू रे पड़ूला रे अरे बुझिली पुआ मंगलवार भल नहीं आसला बुधवार बुधे सुगुणवती बुद्धिमती दया पति जुगती हे सूर्य नरे तार कुटुंबरे भल शांति हे सूर्य नरे कुटुंबर तार सबुदिन शांति चलिब पुओ बुझिलु गुरुवार अति भल लक्ष्मी जुता पुरी सदा मंगल हे सूर्य नरे तार शुभ शुभे जाए हे सूर्य रजस्थल झील प्रथम रजस्थल भलर पु लक्ष्मी चिंता पड़ी सदा मंगल सदा सर्वदा तार स्कंदरे लक्ष्मी विराजमान कर नियंत्रण सब पिला भोज रवि सोम मंगल बुध गुरुवार गला आसला शुक्रवार शुक्र सुमति जानु स्वामी सेवा बिना जाने हे सूर्य नरे तार सासु ससुर कुमान्य हे सूर्य नरे
ଅଭିଷେକ କରିବ କରିବା ପୁତ୍ର ସନ୍ତାନ ଜନ୍ମ ହେବ ହେଲେ ବାସୁକେ ମତେ ଗୋଟେ ଶୁକୁର ବାରିରେ କଟନ ନା ପୁତ୍ର ସମ୍ପୂର୍ଣ୍ଣ ମତେ ପୁଅ ଝିଅ ମୋର ଅଥରେ ଜାଣିଲେ ନା ରବି ସୋମ ମଙ୍ଗଳ ବୁଧ ଗୁରୁ ଶୁକ୍ରବାର ଆସିଲା ଶନିବାର ଦୋଷ ଚିରରୋଗୀ ହୋଇ ଭୋଗଇ କହେ ମନୋହର ବୈଶ୍ୟ ହେ ସୁଜ୍ଞରେ ଶନିବାର ରଜସ୍ଥ ଲାଗିବ ବନ୍ଧ୍ୟା ଦୋଷ ଲାଗିବ ପୁଅ ଝିଅ ହବନି ଚିର ରୋଗିଣୀ ହବ କେବେ ହେଲେ ମଧ୍ୟ ତାର ଦିନ ଭଲରେ କଟିବନି ବୋଲି ଶାସ୍ତ୍ର କହୁଛି ବୁଝିଲି କଥାରେ ବାବୁ ଦେବୀ ଉଠାଇ ସ୍ୱଭାବୀ କଥା ପୁରୁଷର ଜଗତିରେ ଦେବୀ ବୁଝାଇ କୋଦିନର ଦଶଲା ହୁଅନ୍ତି ଯାଇ ଯଦି ପୁରୁଷ ଭଗବାନ ତାର କାଟି ଆମର ଆରେ ଜୀବନର ଯଦି ନ ପୁରୁଷ ପିଲାର ଦଶରା ପିଣ୍ଡରୁ ପ୍ରାଣ ତାର ଉଡ଼ି ଯିବ ପୁରୁଷର ଦଶରା କହି ସେ ଜୀବନରେ ଥରେ ରଜସ୍ତରା ହୋଇବ ପୁଣ ଆରେ ରଜସ୍ତରା ନ କେତେ ବଳେ ହୋଇବ ଯାଇ ଆଉ ପୁରୁଷ ପିଲାର ପିଣ୍ଡରୁ ପ୍ରାଣ ଛାଡ଼ିବ ନାହିଁ ରଜସ୍ତରା ସିଏ ତ ହୋଇବେ ଜାଣ ପିଣ୍ଡରୁ ପ୍ରାଣ ପୃଥିବୀରେ ଲାଭତାଇ ସଭାଦନେ ଶୁଣୁଛନ୍ତି ମନ କର୍ଣ୍ଣ ଦେଇ ବର୍ଷକୁ ଥରେ ରଜସ୍ତରା ହୁଅନ୍ତି ଆଉ ରଜ ସଂକ୍ରାନ୍ତି ବୋଲି ସବୁ ପାଳନ୍ତି ସେଇଦିନ ରଜ ସଂକ୍ରାନ୍ତି ବୋଲି ସବୁ ପାଳନ୍ତି ପୃଥିବୀର ରଜସ୍ତରା ହୁଅଇ ଜାଣ ପ୍ରଥମ ରଜ ବୋଲିରେ ଦେଲି କହିଣ ଦ୍ୱିତୀୟ ରଜ କରନ୍ତି ପାଳନ ତୃତୀୟ ରଜ ମଉଜ করে ଜାଣ ତିନି ଦିନରେ ମା ସୁଧି ହୁଅନ୍ତି ଲକ୍ଷ୍ମୀ ଗାଧୁଆ ବୋଲି ସବୁ ଜାଣନ୍ତି ଚାରି ଦିନ ଲକ୍ଷ୍ମୀ ଗାଧିଆ ହଉଛି ଜାଣ ଯଦି ନ ବସୁଧାର ଦୋସ୍ତରା ବସୁଣ ତାପରେ ଲକ୍ଷ୍ମୀ ଗାଧୁଆ ହୁଅନ୍ତି ଜାଣ ଲକ୍ଷ୍ମୀ ବୋଲେ ମାଟି ଜାଣ ଦୋସ୍ତରା ସ୍ନାନ ତାପରେ କୃଷକ ବିଚାର କରନ୍ତି ରଜସ୍ତରା ହେଲା ପରେ ବିହନ ବୁଣନ୍ତି ଯୋଉଦିନ ବିହନ ବର୍ଷ ଧାରେ ପଡ଼ିବ ସେଦିନ ରଜସ୍ତରା ଆରେ ଶୁଦ୍ଧ ହୋଇବ ସେଦିନ ମା ଶୁଦ୍ଧ ହୋଇବ ଜାଣ ବିହନ ଯଦି ନହେ ପଡ଼ିବ ଶୁଣ ପୃଥିବୀର ରଜସ୍ତରାରେ ବତାଇ ଆଉ ସଭାଦନେ ଶୁଣୁଥିଲେ ମନ କର୍ଣ୍ଣ ଦେଇ ସବୁଦିନ ରଜବତୀରେ କିଏ ସଂସାରରେ ବାବୁ କିଏ ସଂସାରେ ସେହି କଥାଟି ତୋତେ କହିବାରେ ଆଲୋଚନା କରନ୍ତୁ ହେ ବିଦୂଷଣ ସବୁଦିନେ ରଜସ୍ତରା ଦେବାରେ କହିଣ ଶିବ ଶୈବ ପୁରାଣେ ଲେଖା ହୋଇଛି ସବୁଦିନେ ରଜବତୀ କିଏ ହଉଛି ସବୁଦିନେ ରଜବତୀ କିଏ ହଉଛି ଆଲୋଚନା କରନ୍ତୁ ହେ ବିଦୂଷଣ ଶିବ ଶୈବ ପୁରାଣ ଦେବା କହିଣ ଶିବ ପାର୍ବତୀଙ୍କ ଗୋପାଳୁଣୀ ବେଶ ଶିବ ପାର୍ବତୀଙ୍କ ଗୋପାଳୁଣୀ ବେଶ ଗୌଡ଼ ଗୌରୀ ଅବଶ୍ୟ ଆଉ
ପହଞ୍ଚି ଗଲେ ଭାଇଆକୁ ଡାକିଲି ଗୋପାଳ ଗୋପାଳୁଣୀ ବେଶ ଧରିଲେ ଚୁଟାଣି ଖେଳୁଥିଲେ ଯାଇ ପାର୍ବତୀ ପୁଣି ଲୁଚି ପଡ଼ିଲେ ଗୋପାଳୁଣୀ ଆଉ ଗୋପାଳୁଣୀ ପାର୍ବତୀ ଲୁଚି ରହିଗଲେ ଗୌଡ଼ ଶିବ ଖୋଜି ନକ ବାରିଲେ ହେଲେ ଭଗବାନ ଶିବ ହେଲେ ଗୋପାଳ ମା ହେଲେ ଗୋପାଳୁଣୀ ପାର୍ବତୀ ପାର୍ବତୀ ଦୂରକୁ ଚାଲିଗଲେ ଭଗବାନ ଶିବ ଖୋଜି ଖୋଜି ଅତ ବ୍ୟସ୍ତ ହେଲେ ପାର୍ବତୀଙ୍କୁ ଆଉ ଖୋଜି ପାରିଲେ ନାହିଁ ପାର୍ବତୀ କଣ କରିଛନ୍ତି ନା ବହୁତ ଦୂରରେ ଯାଇକି ବସି ପଡ଼ିଛନ୍ତି ଗୋଟିଏ ଜାଗାରେ ବସିଛନ୍ତି ଭଗବାନ ଶିବ ଖୋଜି ଖୋଜି ଅତ ବ୍ୟସ୍ତ ହେଇଗଲେ ଖୋଜି ପାରିଲେ ନାହିଁ ମାଙ୍କୁ ସେଇ ସମୟରେ ଦେଖୁ ଦେଖୁ ସନ୍ଧ୍ୟା ହେଇଗଲା ଯେତେବେଳେ ସନ୍ଧ୍ୟା ହେଇଯାଇଛି ରାକ୍ଷସ ଦୁଇ ଜଣ ଆସି ପାର୍ବତୀଙ୍କ ପାଖରେ ଯୋଉ ରାକ୍ଷସ ଦୁଇ ଜଣ ପହଞ୍ଚୁଛନ୍ତି ମାଙ୍କ ପାଖରେ ସେ ରାକ୍ଷସ ମାନଙ୍କର ନାଁ ହଉଛି କଣ କୀର୍ତ୍ତି ଆଉ ବାସାସୁର ହେଲେ ତୁ ହବୁ ତମେ ହବ କୀର୍ତ୍ତି କୀର୍ତ୍ତି ବାସାସୁର ଏ ଦୁଇ ଜଣ କଣ କଲେ ମାଙ୍କ ପାଖରେ ଯାଇକି ପହଞ୍ଚି ଯାଇଛନ୍ତି ଆରେ ମାଙ୍କୁ ଦେଖି ଦୁଇ ଜଣ ରାକ୍ଷସ ଅଛି ଲୋଭାସକ୍ତ କରନ୍ତି ଭାରିଚା କରିବି ବୋଲି ତାଙ୍କୁ ମନରେ ଭାବନ୍ତି ଆରେ ସେତେବେଳେ ରାକ୍ଷସ ଦୁଇ ଜଣ ଅହର୍ହାସ୍ୟ କରୁଛନ୍ତି ଅଟହାସ୍ୟରେ ବାବୁ ହସୁଛନ୍ତି ଆରେ କୀର୍ତ୍ତି ବାସାସୁର ପୁଣି ଏ ଦୁଇ ଜଣ ମାଙ୍କୁ ଦେଖି ଆନନ୍ଦ କରୁଛନ୍ତି ମୋହନ ଭାଇ ଅଦେଶ୍ୟ ଏ ନାରୀ ଜଣକ ଭାରି ସୁନ୍ଦରୀ ଅଛନ୍ତି ୟାକୁ ଉପଭୋଗ କରିବାକୁ ଭାରି ଇଚ୍ଛା ହଉଛି ଭାଇ ଯାଉଛି ठीक कहते भाई ठीक कहते भाई पी गले तू सोई पड़ो तो दुआरे किछि केना साग छिकली मु जाउछे ए छको उपभोग करिबे तो जाय किछि हबै भाई नारी ଯାଉଛି हां की उपभोग करिबे मु करिबे ଏ ମୁଁ କରିବି ଭାଇ ଏମିତି ନାରୀ ଆମେ କେବେ ମଧ୍ୟ ନେତ୍ର ଉଠିଲାରୁ ଦେଖି ନାହାନ୍ତି देखिए ଏତେ ସୁନ୍ଦରୀ एटा सुंदरी ଆସ आशा ଆସ ମୋର ପ୍ରିୟ ତମେ आशा मेरा प्रियतमा ମୁଁ ତୁମକୁ ନାରୀ କରିକି ରଖିବି मु तुमको नहीं पकड़ रखिबे କଣ କରିବ नहीं पकड़ ଗୋପାଳୁଣୀ ପାର୍ବତୀ ଉଠି ପଡ଼ିଲେ କିଏ କିଏ ତମେ ଦୁଇ ଭାଇ ମୁଁ ହଉଛି କୀର୍ତ୍ତି मोहती बा बासासुर ତୁମକୁ ଉପଭୋଗ କରିବାକୁ ଭାରି ମନ ବହିଛି ଆସ ସୁନ୍ଦରୀ ଆସ ଆମକୁ ଉପଭୋଗ ଦିଅ ପାର୍ବତୀ ମା କହିଲେ ମତେ ତମେ ସ୍ତ୍ରୀ କରି ରଖିବ ମୋର ଭାର ଯଦି ତମେ ସମ୍ଭାଳି ପାରିବ ତାହେଲେ ମତେ ସ୍ତ୍ରୀ କରି ରଖିବ ସେହି ସମୟରେ ବାସାସୁର କହୁଛେ ସାମାନ୍ୟ ଗୋଟି सामान्य गोटे नारी ଧାରା धारा संभाल करिनो ଯିଏ ପର୍ବତ ମାନଙ୍କୁ ଫିଙ୍ଗି ଦଉଛି जे पर्वत मानक फिगी दउछि ଗୋଟେ ନାରୀର ଭାରକୁ ସମ୍ଭାଳିବନି संभाल करिनो ଆସ ଆସ आशा ଆସ ଆସ ପ୍ରିୟ ତମା ଆସ ଆସ ପ୍ରିୟ ତମା ଆସ ଆସ ପ୍ରିୟ ତମା ବିରତିରେ ପଶା ଖେଳିବା ଆସ ଆସ ପ୍ରିୟ ତମା ମୋ ମନୋରମା ମୋ ପ୍ରିୟ ତମା ବିରତିରେ ପଶା ଖେଳିବା বিরতিরে পশা খেলিবা আস আস প্রিয় তমা মনোরমা বিরতিরে পশা
ରାକ୍ଷସ ମାନଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି। ସେ ଯାହା କହିଲେ ପାର୍ବତୀ ହଁ କରି ମାନି ଯାଉଛନ୍ତି। ଲକ୍ଷ୍ୟ କରନ୍ତୁ ସେଠି କଣ ହେଇଛି, ପାର୍ବତୀ ସେ ରାକ୍ଷସ କହୁଛି ତମକୁ ମୁଁ ପଶା ଖେଳ ଟିକେ ଶିଖେଇଦେବି। କାଠିକି ତମେ ଟିକେ ଧରିପାରିବ? କାଠିକି ଧରିଲେ ହିଁ ତମେ ପଶା ଖେଳ ଶିଖିବ। ପଶା କାଠିକି ସାଉଳି ପକାଇ ବୁଆରେ ବାରି, ପଶା କାଠିକି ସାଉଳି ପକାଇ ବୁଆରେ ବାରି। ପଶା ଖେଳିବା ଆସ ଆସ ପ୍ରିୟତମ ମନୋରମା, ବିରତିରେ ପଶା ଖେଳିବା। জিতিলে বসিব কোলে, হারিলে বসিব তলে। জিতিলে বসিব কোলে, হারিলে বসিব তলে। Anda
ମୋ ପାଟିରେ ଗଲା ସବୁ ଏବେ ତାଙ୍କ ଗାଣ୍ଡିକୁ ମୋ ପାଟି ମିଚର ଖାଇ ଦେଇଥିଲେ ଲୋକ ସାଙ୍ଗେ ସାଙ୍ଗେ ତୋର ବେଶୀ ଭିଡ଼ ରହିଯାଉଛି ପିଲା ଯାଇଥିଲେ ସବୁ ଯା ଯେତେବେଳେ ମା ବସି ପଡିଲେ ଆରେ ଦୁଇ ରାକ୍ଷସ ଦୁଇ ଆଡେ ଢଳି ପଡିଲେ ଆଉ ବାବୁ ଦୁଇ ଜଣ ଯାକ ଢଳି ପଡିଲେ କିଏ କାହାକୁ ବାବୁ ଉଣା ନାହିଁ କହୁଛି ଶୁଣ ମୁହଁ ମାଡ଼ି ଦୁଇ ଜଣ ବାବୁ ପଡି ନ ଗଲେ ଭାଇ ଭାଇ ବୋଲି ସିଏ ତାକୁ ଚିତ୍କାର କରି ଭାଇ ବାଚାଶୁର ଭାଇ କେତେ ଭାରି କଷ୍ଟ ହଉଛି ଭାଇ ମୋର ଝଗଡ଼ା ଯାଉଛୁରେ ଭାଇ ଶୋଇ ପଡୁଛି ଉଠାରେ ଭାଇ ମତେ ଉଠା ତୁ ମତେ ଉଠାରେ ଭାଇ କେତେ ତୁ ମତେ ଉଠା ଭାଇ ବାଚାଶୁର ମୋର ବଳ ପାଉନିରେ ଭାଇ ମାଙ୍କର ଭାରାକୁ ସମ୍ଭାଳି ପାରିଲେ ନାହିଁ ଏ ଦୁଇ ଜଣ ଗୁରୁଦେବଙ୍କୁ ସ୍ମରଣ କରି ଉଠିଛନ୍ତି ବିଚାର କଲେ ବାସାସୁର ଭାଇ ବାଚାଶୁର ଇଏ ଗୋଟେ ମାୟାବୀ ସାମାନ୍ୟ ନାରୀ ନୁହେଁ ୟାକୁ କଳେ ବଳେ କୌଶଳେ ୟା ସହିତ ଯୁଦ୍ଧ କରି ମଧ୍ୟ ୟାକୁ ଉପଭୋଗ କରିବ ଭାଇ ଭାଇ କେ କାଇছে ଭାଇ ଚାଲ ଭାଇ କଳେ ବଳେ କୌଶଳରେ ଆକୁ ଉପଭୋଗ କରିବା ଚାଲ ଭାଇ ଚାଲ ଭାଇ ଚାଲ
आज दुई जन राक्षस को माँ पार्वती कौन कले दली चुकुड़ी मारिदेले दली चुकुड़ी जो मारे दुई जन जाक पाताल को चलीगले से स्थान गोटे हद या गोटे हद होगा से हदर ना है कि देवनाशन हद आज राक्षस मैंने पाताल को चली जाइए माँ पार्वती पादर रक्त गुड़ाक सब लगी मंदार पुष्प पर से पाद सब दिशुची मंदार पुष्प पर देखा माँ आज हालिया माँ पार्वती ढली ढली गमन कर राक्षस दुई जन को माँ मारिदेले जान हालिया माँ पार्वती करती गमन अरे मंदार पुष्प पर पाद दिशुअछि धीरे धीरे माता करुछंती गमन गमन करुछंती माता पार्वती अरे बहुड़ रथ मोड़ जाई पहुंची गले धरती बहुड़ रथ मोड़े पहुंची गले धीरे जाई माता तो शयन कले हालिया रे माता शयन करी छंदी जानो आउ देवता माने फूल वृष्टि करंती सुन भारा उश्वास होइला पृथ्वीर कीर्ति राशा सुर होइला सतर सेतबळे मा उश्वास करिन आउ बस खाए मा करी छंदी शयन देवता माने पुष्प वृष्टि करिले फूल से गड़े मा सई पड़िले मंदार पुष्प परि पाद दिशुची मंदार पुष्प परि पाद दिशुची खोजी खोजी तोड़ी आसंदी हे महादेव खोजी खोजी महादेव आसिले रे जानो से पाद दुईटा को प्रभु देले देखिनो से पाद दुईटा को प्रभु देले देखिनो अरे मंदार फूल बोली मुड़ी मने भाबिले अरे मंदार फूल बोली मुड़ी मने भाबिले से पाद तले गाई प्रभु बसी पड़िले से पाद तले
ସବୁଯାକ ବୃଥା ହେଇଗଲା ପ୍ରଭୁ। ମୋର ଆଜି କେମିତି ଗୋଡ଼ ଘଷିଦେଲ, ମୋ ସେବା କେମିତି କଲ? ମୁଁ ସିନା ଆପଣଙ୍କର ସେବା କରିଥାନ୍ତି, ମୋ ସେବାଟା କେମିତି କରିଦେଲ ହେ ପ୍ରଭୁ, ହେ ପଞ୍ଚାନନ, ହେ ମହାଦେବ, କେଡ଼େ ବଡ଼ କଥା କଲ ପ୍ରଭୁ, ମତେ ଅପମାନିତ କରିଦେଲ। ସେଠି ଭଗବାନ ଶିବ କହୁଛନ୍ତି ପାର୍ବତୀ ପାର୍ବତୀ କଣ ଖରାପ ଭାବିଲ? ଖରାପ ଭାବିବାର କିଛି ଆବଶ୍ୟକ ନାହିଁ। ଆଉ କିଏ ଅଛି? ତମ ମୁଁ ଅଛି। ତମ ସବୁଦିନ ମୋର ଚିପୁ ଥିଲା, ଆଜି ସୁଯୋଗ ଦେଲା, ମୁଁ ଟିକେ ତମର ଚିପି ଦେଲି। କଣ ଖରାପ ଭାବିଲ ପାର୍ବତୀ? ଖରାପ ଭାବିବାର କିଛି ଆବଶ୍ୟକ ନାହିଁ। ପାର୍ବତୀ ଆଜି ଦେଖିଲି ତମେ କାହାକୁ ମାରିଛ, କୋଉ ରାକ୍ଷସ ମାନଙ୍କୁ ମାରିଦେଇଛ। ମନ୍ଦାର ପୁଷ୍ପ ପରି ତମର ପାଦ ଦିଶୁଥିଲା, ଖାଲିରେ ଶୋଇଛ ବୋଲିକିରି ତମ ଦୁଃଖ କଷ୍ଟକୁ ସହି ପାରିଲିନି। ମୁଁ ଟିକେ ଗୋଡ ହାତ ଗୁଡାକ ଛପିଦେଲି। ଖରାପ ହବ ନା ପାର୍ବତୀ? ଏ ଏକାମ୍ବର ବନରେ କିଏ ଅଛି? ତମେ ଅଛ, ମୁଁ ଅଛି। ଆମ ଦି ଜଣଙ୍କ ବ୍ୟତୀତ କିଏ ଜାଣିନି? ଆସ। ସେତେବେଳେ ଭଗବାନ ଶିବଙ୍କୁ ପାର୍ବତୀ କହିଲେ, ହେ ପ୍ରଭୁ, ହେ ପ୍ରାଣେଶ୍ୱର, ମୋତେ ଭାରି ଶୋଷ ଲାଗୁଛି। ସେ ରାକ୍ଷସ ମାନଙ୍କ ସହ ଯୁଦ୍ଧ କରି ମୁଁ ହାଲିଆରେ ଶୋଇଥିଲି, ମୋ ପାଇଁ ଟିକେ ପାଣି ଆଣିଦିଅ। ସେତେବେଳେ ଭଗବାନ ଶିବ କହିଲେ, ପାଣି? ଆରେ ସାଙ୍ଗେ ସାଙ୍ଗେ ଶିବ ଭଗବାନ ଉଠିଲେ ଯାଇ ତ୍ରିଶୂଳ ବାଣିକି ନେଲେ ତ ଧରାଇ। ଆରେ ପାଣି ଆଣିବାକୁ କୋଠି ଯିବି ଜାଣ, ସେ ସ୍ଥାନରେ ତ୍ରିଶୂଳକୁ ଦେଲେ ମାରିଣ। ତ୍ରିଶୂଳ ଯୋ ସ୍ଥାନେ ବସାଣି ନ ଦେଲେ, ହଟଟିଏ ଦେଖ ତିଆରି କଲେ। ସେ ହଟ ମଧ୍ୟରୁ ଶିବ ପାଣିକୁ ଆଣିଲେ, ପାଣି ଆଣି ପାର୍ବତୀଙ୍କୁ ପିଆଇ ଦେଲେ। ନିୟୋଗ ମୋର ପାର୍ବତୀ ପାଣି ପିଅ। ଚଳୁରେ ଆଣିକି ପାଣି ଦଉଥିଲି, ଚଳୁରେ ଆଣିକି ପାଣି ଦଉଥିଲି। ଯିଏ ଚଳୁରେ ପାଣି ଦେବ ଲୋକଙ୍କୁ, ଯାହା ଧର୍ମ କରିଥିବ, ଧର୍ମ ନଷ୍ଟ ହେଇଯିବ। ଚଳୁରେ ପାଣି ଦେବାର ନାହିଁ, ଜାଣିଛ? କମଣ୍ଡଳରୁ ଧରି ଆଣିଲେ ପାଣି, କମଣ୍ଡଳରୁ ଧରି ଆଣିଲେ ପାଣି, ପିଇବାକୁ ପୁଣି ନିୟୋଗ ମୋର ପାର୍ବତୀ ଜାଣ, ପାଣି ପିଇ ମନ ଶାନ୍ତି କରନ୍ତୁ ଗୁଣ। ଆରେ ସେତେବେଳେ ମାତା ପାର୍ବତୀରେ ପାଣି ପିଇବା ପୁଣି ଦେଖ ସନ୍ତୁଷ୍ଟ ହେଲେ ରାତେ ମୋଟେ ମାଟି ଜାଣ। ସେତେବେଳେ କହୁଛନ୍ତି ଶିବ ଭଗବାନ, ଆସ ଆସ ମୋର ପ୍ରାଣ ପ୍ରିୟ, ତୁମକୁ ନ ଦେଖି ମୋ ଚକ୍ଷୁ ଫୁଟି ଯାଉଛି। କେଡ଼େ ସୁନ୍ଦର ଗୋଟେ ଗୀତଟେ ବର୍ଣ୍ଣନା କରିଛନ୍ତି କବି ବାଙ୍କା ଦାସ। ରଙ୍ଗ ରତନ ମାସ ଶଙ୍ଖ କଣ୍ଠି କୋଳେ ବସ, ରଙ୍ଗ ରତନ ମାସ ଶଙ୍ଖ କଣ୍ଠି କୋଳେ ବସ। ରଙ୍ଗ ରାଜିବ ଅଥରି, ରମ୍ଭା ଜଙ୍ଘନି ପିଉଷ। ରମ୍ଭା ବୋଲେ କଦଳୀ, କୋଳରେ ତମେ ବସ। ମତେ ପଞ୍ଚସ୍ତର ପୀଡ଼ିତ କରିଛି। ସେତେବେଳେ ଶିବ ଭଗବାନ କଣ ବୋଲି କହୁଛନ୍ତି? ମୁଞ୍ଚରମା ମନୁରସ, ମୁଞ୍ଚରମା ମନୁରସ, ବାଞ୍ଚ ଥରେ ତିଥିଆସ, ମୁଞ୍ଚରମା ମନୁରସ, ବାଞ୍ଚ ଥରେ ତିଥିଆସ।
ଏ ଝିଅ ମତେ ବିନାଶ କର विनाश कर ପାର୍ବତୀ गो पार्वती କାହିଁକି ଇଚ୍ଛା କରିଛ कहीं इच्छा कर ଅଙ୍କ ଅଞ୍ଚଳ ଗଲା ଅଣ୍ଟ ଅଣ୍ଠ ଅଙ୍କ ପାଠ ପଢିଛୁ ଆଜିକାଲି ପିଲାମାନେ ଅଙ୍କ ପାଠ ପଢି ନାହାନ୍ତି ତାପରେ କଣ କହୁଛନ୍ତି ବାଣ୍ଟର ମା ମନୁରସ କଣ୍ଠରୁ ନ ଶୁଭେ ଭାଷ ବାଣ୍ଟର ମା ମନୁରସ କଣ୍ଠରୁ ନ ଶୁଭେ ମନୁରସ ବାଣ୍ଟରମା ମନୁରସ ବାଣ୍ଟରମା ମନୁରସ ତରମା ଆରେ କଣ୍ଠରୁ ନେ ଶୁଭେ ଭାଷ ଖଣ୍ଡକ ମାର ଦୁର୍ଦଶା ସନ୍ଧ୍ୟାସନ ହେବ ବସ୍ୟ ଷଣ୍ଢ ଉପରେ କିଏ ବସି ଶିବ ମୁଁ ହଉଛି ଷଣ୍ଢାସନ ମୁଁ ହଉଛି ସନାସନ ମୁଁ ଶିବ ତମେ ଯାହା ରାଗୁଛ ସେ ରାଗଟାକୁ ଛାଡ଼ିଦିଅ ମୋର ଏ ଗନ୍ଧର୍ବ ବାଧାକୁ ଖଣ୍ଡନ କର ତମ ଉପରେ ବସି ହେଇକିରି ଅଛି ଆସ ଆଉ ଶିବ ପାର୍ବତୀ କଣ କଲେ ଆରେ ପାର୍ବତୀଙ୍କର ଶିବ ପୁଣି ହାତ ଧରି ନେଲେ ସେହି ସମୟରେ ପାର୍ବତୀ ଶିବଙ୍କୁ ଯେ ବୁଝାଇ କହିଲେ ଆହେ ପ୍ରାଣେଶ୍ୱର ଚାଲ ସ୍ନାନ କରିବା ସେହି ହ୍ରଦର ଆହେ ପ୍ରାଣେଶ୍ୱର ସେ ହ୍ରଦରେ ସ୍ନାନ କରିବା ଏଥର ଏହା କହି ପାର୍ବତୀ ଗମନ କରିଲେ ଶିବ ପାର୍ବତୀ ଦୁହେଁ ମିଳିନ ଗଲେ ଜୋର ବାବୁ କରିଥିଲେ କହୁଛି ଶୁଣ ଭିଙ୍ଗା ଭିଙ୍ଗି ହୋଇ ଜଳ କ୍ରୀଡ଼ା କରନ୍ତି ଜାନ ଶିବ ପାର୍ବତୀଙ୍କର ଜଳ କ୍ରୀଡ଼ାଟି ଯାଇ ଆଉ ଶିବ ଭଗବାନଙ୍କୁ ପକାନ୍ତିରେ ନେଇ ଆରେ ସେତେବେଳେ ଶିବ ଭଗବାନ ଦିଅନ୍ତି କହି କଣ କରୁଛୁ ଭଗବାନ ଶିବ ଅଗ୍ନି କାନ୍ଦି ଥକି ନଥିଲେ ମୁଁ ଭାବୁଥିଲି ମୋ ପାର୍ବତୀ ମତେ ଦଉଥିଲା ପାଣି କଥା କହୁଛୁ ଆରେ ଦେବତା ମାନଙ୍କର ପିଛା ନାହିଁ ସେମାନେ ଅମୃତ ଭକ୍ଷଣ କରନ୍ତି ଭଳି ସେ ଅନ୍ନ ଭକ୍ଷଣ କରନ୍ତି ନା ସବୁବେଳେ ସେ ମଳ ତ୍ୟାଗ କରିବେ ପାର୍ବତୀ ମୁଁ ଟିକେ ରେଡ଼ିଓ ପାଣି ଆରେ ଶିବ ପାର୍ବତୀଙ୍କର କଥାରେ କିଏ କହିବ ବୁଝାଇ ଆରେ ଦୁଇ ଜଣ ପ୍ରଭୁ ମାତା କ୍ରୀଡ଼ା କରନ୍ତି ଜଳରେ ଯାଇ ଯୋ ଜଳ ଫିଙ୍ଗା ଫିଙ୍ଗି ହୁଅନ୍ତି ଦାନ ଜଳ କ୍ରୀଡ଼ା ଦୁଇ ଜଣ ଅତି ମନ ଅମର ସେ ଦାନ ଜଳ କ୍ରୀଡ଼ା କରୁଛନ୍ତି ପ୍ରଭୁରେ ପୂର୍ଣ୍ଣ ଜଳ କ୍ରୀଡ଼ା ଯେତେବେଳେ ଶରୀର ଗଲା ଭଗବାନଙ୍କ ଦୃଷ୍ଟି ତ ପଡ଼ିଗଲା ଓଦା ବସ୍ତ୍ରଟି ପାର୍ବତୀ ପିନ୍ଧିଛନ୍ତି ଚାନ୍ଦବନ ବାବୁ ଦେଖାଯାଉଛି ସେତେବେଳେ ମୂର୍ତ୍ତି ହସି ନ ହେଲେ ଆରେ ପବନ ଦେବତାଙ୍କୁ ସୁମରଣ କଲେ ବସ୍ତ୍ର ଖାଟିଏ ସାଙ୍ଗେ ସାଙ୍ଗେ ମାଗିର ଶୁଖିଲା ବସ୍ତ୍ରକୁ ଶିବ ଧଇଲେ ଜାଣ ପବନ ଦେବତା ବସ୍ତ୍ର ଖଣ୍ଡେ ଦେଲେ ଶିବ ନେଇ ପାର୍ବତୀଙ୍କୁ ପିନ୍ଧାଇ ଦେଲେ କେଡ଼େ ସୁନ୍ଦର ରୂପଟା ଦିଶୁଅଛି ସେ ନୂଆ ଲୁଗାଟା ପାର୍ବତୀ ପିନ୍ଧି ଅଛନ୍ତି ଶିବ ପାର୍ବତୀଙ୍କ କଥା କିଏ ଜାଣ ହସ ହସରେ କରୁଥାନ୍ତି ଗମନ ବଉଳ ଗଛ ମୂଳକୁ ଚାଲିଗଲେ ଆଉ ଶିବ ପାର୍ବତୀ
ନାହାନ୍ତି ନନ୍ଦୀ ନାହାନ୍ତି ଭୂତଣ୍ଡୀ ନାହାନ୍ତି କାହାକୁ କହିଲେ ତ ଯିବ ସମସ୍ତଙ୍କୁ ବରଣ କରିବାକୁ ପଡ଼ିବ ନା ନାଇଁ ନା ସବୁ ଦେବତା ମାନଙ୍କୁ ବରଣ କରିବାକୁ ପଡ଼ିବ ବ୍ରହ୍ମା ମୁଖ୍ୟ ପୁରୋହିତ ହେବେ ବିଷ୍ଣୁ ମୁଖ୍ୟ କର୍ତ୍ତା ହେବେ ଇନ୍ଦ୍ରକୁ ଯାଇକରି କହିଲେ ସେ ସବୁ ସହଯୋଗ କରିବେ ଆରେ ସାଙ୍ଗେ ସାଙ୍ଗେ ମହାଦେବ ଯୋଗ ଧ୍ୟାନରେ ବସି ଆଉ ସବୁ ମନେ ମନେ ଚିନ୍ତା କରନ୍ତି ଯୋଗ ଧ୍ୟାନରେ ସବୁ ଜାଣି ଦେଲେ ଆଉ ପ୍ରଭୁଙ୍କ ପାଖରେ ଯାଇ ହାତ ରହେ ମହାଦେବ हे महादेव ମୋର ନାମ ଗ୍ରହଣ କରନ୍ତୁ मोर प्रणाम ग्रहण करନ୍ତୁ यथास्थ वृषभ कौन भाई मते डाकिल वृषभ हाँ ए हदटा खोला ହେଇଛି ए हदटा प्रतिष्ठा କରିବା ବ୍ରହ୍ମାଙ୍କୁ ଯାଇ କହିବ ସେ ପୁରୋହିତ କରିବେ ବିଷ୍ଣୁଙ୍କୁ କହିବ ସେ କର୍ତ୍ତା କରିବେ ଇନ୍ଦ୍ରକୁ କହିବେ ସାହାଯ୍ୟ କରିବେ ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ କରି ଆସିବେ ବୃଷଭ ठीक अच्छे बात ସବୁ ଯେତେ ତୀର୍ଥ ଅଛି ସମସ୍ତଙ୍କୁ ନିମନ୍ତ୍ରଣ କରିବେ ଯେତେ ତୀର୍ଥ ଅଛି ପ୍ରଭୁଙ୍କ ଆଜ୍ଞାକୁ ମାନେ ବୃଷଭ ଚଳିଲେ ଯିବା ପୂର୍ବରୁ ମାତା ପାଖକୁ ଗଲେ ଶୁଭ ଆଶୀର୍ବାଦ ଦିଅ ମାଙ୍କ ପାଦେ ମୁଣ୍ଡିଏ ବୃଷଭ ଧୀରେ ଧୀରେ କଲେ ରମଣ ବୃଷଭ ଧୀରେ ଧୀରେ କଲେ ରମଣ ଯଶୋବନ୍ତୀପୁରେ ଯାଇ ପ୍ରବେଶ ହେଲେ ବ୍ରହ୍ମଦେବକୁ ଯାଇ ପ୍ରଣିପାତ କଲେ ହେ ବ୍ରହ୍ମଦେବ हे ब्रह्मदेव मोर प्रणाम ग्रहण करନ୍ତୁ ବୃଷଭ କି କାର୍ଯ୍ୟ ପଡ଼ିଛି ତମର ଶିବ ପାର୍ବତୀଙ୍କର ଭୋଜି ହୋଇଛି ଭୋଜି ଖାଇବାକୁ ଆସିବ ଆପଣଙ୍କୁ ନିମନ୍ତ୍ରଣ ରହିଲା ଡାଲମା ପନିର ଛତୁ ସାଲେକି କି କଥା ସତ୍ୟ ଯୁଗର କଥା କହୁଥିଲେ ଡାଲମା ଛତୁ କରିଛନ୍ତି ଭଗବାନ ଶିବ ପାର୍ବତୀ ଯାଗ ଯଜ୍ଞ ଚାଲିଛନ୍ତି ସେ ହସ୍ତଟାକୁ ପ୍ରତିଷ୍ଠା କରୁଛନ୍ତି ବୋଲି କହିଲେ ତମେ ପୁରୋହିତ ନାମ କରିବ ଶିବଙ୍କର କଥାଟାକି ରଖି ଆସିବ ସେତେବେଳେ ବ୍ରହ୍ମା ରାଜି ହେଇଗଲେ ତତ୍ପରେ ବାବୁ କହୁଅଛି ଶୁଣ ଆରେ ବୈକୁଣ୍ଠ ପୁରାକୁ ସବୁ କଲେ ଆରେ ଭଗବାନ ବିଷ୍ଣୁଙ୍କ ପାଖେ ହାତ ହେଲେ ପ୍ରଣିପାତ ଗ୍ରହଣ କର ପ୍ରଭୁ हे प्रभु हे नारायण हे नारायण ମୋର ପ୍ରଣାମ ଗ୍ରହଣ କର ମୋର ପ୍ରଣାମ ଗ୍ରହଣ କରନ୍ତୁ ଶିବ ପାର୍ବତୀଙ୍କର ଭୋଜି ହୋଇଛି ଭୋଜି ଖାଇବାକୁ ଆସିବ ଆପଣଙ୍କୁ ନିମନ୍ତ୍ରଣ ରହିଲା ଭୋଜିରେ କେମିତି କରିବ ଶିବ ପାର୍ବତୀଙ୍କର ହଦଟା ପ୍ରତିଷ୍ଠା ହୋଇଛି ଆଇଟମ ହେଉଛି ମଟନ ଚିକେନ ବିୟର ଏଠି ଚିରିବନି ମାଟ ଖାଉ ଆରେ ଭଗବାନ ସେ ମଟନ କରିଥିଲେ ବିଷ୍ଣୁଙ୍କୁ କହିଲେ ତମେ ମୁଖ୍ୟ କଥା ହେଇକି ରହିବ ସେଇଠୁ ଗଲେ ଇନ୍ଦ୍ରଙ୍କ ପାଖକୁ ହେ ଦେବରାଜ ଇନ୍ଦ୍ର ମୋର ପ୍ରଣାମ ଗ୍ରହଣ କରନ୍ତୁ ଶିବ ପାର୍ବତୀଙ୍କର ଭୋଜି ହୋଇଛି ଭୋଜି ଖାଇବାକୁ ଆସିବ ଆପଣଙ୍କୁ ନିମନ୍ତ୍ରଣ ରହିଲା ଭୋଜିରେ କେମିତି ହବ ସାଲକୁ ପନିର ଦହି ଆରେ ଦେବରାଜ ଇନ୍ଦ୍ରଙ୍କୁ କହିଲେ ତମେ ସବୁ ଦେବତା ମାନଙ୍କର ଦାୟିତ୍ୱ ବୁଝିବ ସବୁ ଦେବତା ମାନଙ୍କୁ ସାଥିରେ ଧରି ଆସିବ ମୁଁ ଯିବି ସଂସାରରେ ଯେତେ ତୀର୍ଥ ଅଛି ସମସ୍ତଙ୍କୁ ନିମନ୍ତ୍ରଣ ଦେଇକି ଆସିବି ବୃଷଭ କଣ କଲେ ସାଙ୍ଗେ ସାଙ୍ଗେ ଯେତେ ସଂସାର ତୀର୍ଥ ଥିଲା ସବୁ ତୀର୍ଥକୁ ନିମନ୍ତ୍ରଣ ଦେଲେ ସବୁ ନିମନ୍ତ୍ରଣ ଦେଲା ପରେ ରାସ୍ତାରେ ଆସୁଛନ୍ତି ବିଚାର କଲେ ଆଉ କିଏ କୋଉଠି ରହିଗଲେ କିଏ ଯଦି ରହିଯାଇଥିବ ନିନ୍ଦା ଶୁଣିବାକୁ ପଡିବ ବିଚାର କରୁ କରୁ ରହିଯାଇଛି ଜଣେ କିଏ ନା ଗୋଦାବରୀ ଆରେ ଗୋଦାବରୀ ତୀର୍ଥକୁ ପାଇଁ ଛାଡ଼ି ଦେଇଥିଲେ ଜାଣ ସେତେବେଳେ ବୃଷଭ ପଡିଗଲା ମନ ଆରେ ଗୋଦାବରୀ କି ଯାଇ ମୁଁ ବୁଝାଇ କହିବି ଆରେ ଗୋଦାବରୀ କି ଯାଇ ବୁଝାଇ କହିବି ଜାଣ ଗୋଦାବରୀ ପାଖକୁ ଚଳିଲେ ମୋହନ ଆହେ ଗୋଦାବରୀ ଏବେ କହୁଛି ଶୁଣ ଶିବ ପାର୍ବତୀଙ୍କ ଭୋଜିରେ ହଉଛି ଜାଣ ଯାଗ ଯଜ୍ଞ ପ୍ରଭୁ କରୁଛନ୍ତି ଯାଇ ସେ ଯଜ୍ଞକୁ ତୁମେ ପୁଣି ଆସିବ ପୁଣି ସେତେବେଳେ ଗୋଦାବରୀ କହନ୍ତି ଆହେ ବୃଷଭ ଏବେ କହୁଛି ଶୁଣ ସବୁ ତୀର୍ଥକୁ ନିମନ୍ତ୍ରଣ କରିଲ ପରିଶେଷରେ ମୋ ପାଖକୁ ଆସିଲ ସେତେବେଳେ ଗୋଦାବରୀ କହୁଛନ୍ତି ହେ ବୃଷଭ
हे वृषभ हाँ तमे कौन पे डाकुछ मते शिव पार्वती भोज होइछि भोज खाइबा आसिब आपण को निमंत्रण रहिला से भोज रे एटेंड हबा हे वृषभ हाँ समस्त देवी देवता मानकु तमे निमंत्रण देलो समस्त को निमंत्रण दे दैछि शेषरे मते दउछ हाँ गंगा जमुना को भी अरे अरे ताके मोठु केते सानो हाँ ताकु आगे जणैलो मते पछरे जणाउछ मु ताहेले जाई परिबेनी हेतिर थिला कथा करी जे कचरी करूछि ताकु केते की चिंता ताकु जणा करूछि हां कहू तो फूल भटकारे रहि गला आसीले ना तम पाखु कहिला तू तम राखिला हबा कथा करी ना वृषभ मु जाई परिनी कोन कहूछ कथा करी हां शिव भगवान बाणनगर कथा तू हबा किया करछ मोटे करूनी मु राखी जाईछि बगिया करछ ଅବଜ୍ଞା କରୁଛ शिव भगवानगर कथा तू हबा किया करछ देखि जा बड़ा सिंह ए गोशिव ହେଲେ ଭଗବାନ ବୃଷଭ ରାଗିଗଲେ ସେଇଠି ଶିବ ପାର୍ବତୀଙ୍କର କଥା କେହି ମଧ୍ୟ ଅବଜ୍ଞା କରନ୍ତିନି। ଗୋଦାବରୀ ରାଗିଗଲେ ଯେତେବେଳେ ସିଂହରେ ଘୋଷିଥିଲି ସେଠି ଗୋଦାବରୀ ଡରିଗଲେ କହିଲେ ହେ ବୃଷଭ हे वृषभ ମୁଁ କାହିଁକି ଯାଉନି ବୁଝୁଛ मु काहेकि जाऊ जाछ काहेकि काहेकि ले रस्तळाकारी सब राज्य रे मु जाई परिबे तोरा दशा है छुरा छुरा मो देहना मारा है ହେଲେ ରଜସ୍ଥଳ ହେଇଛି ବୋଲି ଯେତେବେଳେ କହିଦେଲେ ବୃଷଭ ଘୋଡ଼େଇ ଯେତେବେଳେ କହିଦେଲ ଏଇଟା ଗୋଟେ ଶୁଭ କାର୍ଯ୍ୟରେ ଗୋଟେ ରଜସ୍ଥଳା ନାରୀ ପହଞ୍ଚିବ କେମିତି ଭଲ ହେଲା ଭଲ କହିଦେଇଛ ବୋଲି ତାଙ୍କୁ ଆଉ ଛୁଅନ ବୋଲି କହିକି ସେ ବୃଷଭ ଗଲେ ଯାଇକି ଭଗବାନ ଶିବଙ୍କ ପାଖରେ ହାଜର ହେଇଗଲେ ଶିବଙ୍କୁ ଯାଇକି କହୁଛନ୍ତି ହେ ପ୍ରଭୁ हे महादेव हे महादेव समस्त निमंत्रण सरिछि समस्त निमंत्रण सरिछि काठ मजे छाड़ी न हाँ वृषभ समस्त पहुंची गले किंतु जणे आसिनी जणे आसिनी ये से सब गोदावरी गोदावरी कौन कहला वृषभ से राजस्वला ही गई कौन कहू वृषभ से राजस्वला ही गई मिछ कहनी तो से ना ना से राजस्वला ही गई रथस्थल आइछले जेतेବେଳେ କହିଦେଲେ वृषभ भगवान चित्त कले प्रकृत पर एटा शुभ कार्य गोदावरी रथस्थल ହେଇଛି से कौन कले जोगरे बसिले जोग ध्यान रे जानी पकेले भगवान शिव गोदावरी मिछ कथा कहिछि रागरे चर्चरित होई भगवान शिव उठिले कहले गोदावरी गोदावरी तुम एते बड़ कंचन मिछ कहिছো रजस्थान होई रजस्थान कहिছো प्रथम अभिशाप देउछि सबदिन रजस्थान होई रहिछु गोदावरी तेणु करी भगवान शिवकर अभिशाप गोदावरी सबदिन रजस्थल सिया शुद्धि होइले नहीं सबुदिन रजस्थल हेले शिव शैव पुराण में लिखा अछि आज जाग यज्ञ धूमधाम चलला भल मंदर जाग यज्ञ सरीगला तत्पर भगवान शिव गोपाल गोपाल बेश को ध्यान कर भगवान विष्णु पाखे बसिंट विष्णु को कहले भगवान शिव हे प्रभु आपण ये अनंत वासुदेव रूप रे आते तीर्थ तुम समस्त आसिछ समस्ते हृदय बिंदु बिंदु जल देकर जीव समस्त बिंदु बिंदु जल देव बिंदु 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 जल देले तापर तार नामकरण करागला तार नाम है कौन बिंदु सागर बोली तार नामकरण करागला भगवान शिव कहले अनंत वासुदेव प्रभु तुम ये रहिब जो भक्त आसिब प्रथम बिंदु सागर से स्नान कर अनंत वासुदेव मुंडियाटी मार आउ गोपाल गोपाल शिव पार्वती की दर्शन कर सात पाटक जिते पाप पड़ी सब जाक पाप ये तार छाड़ छाड़ी सेमिति भाग्य थे से बिंदु सागर बिंदु सरोवर से स्नान कर संसार जिते तीर्थ अच्छे सब तीर्थ स्नान करें जहाँ बिंदु सागर स्नान करें बोले कहीं समस्त दल ये मिशी भगवान निजे शिव से बिंदु सरोवर हूँ महातीर्थ से महा जे कि तीर्थ जाक हूँ बिंदु सागर भाग्य थे ही दर्शन करवा कि बिंदु सागर अनंत वासुदेव को दर्शन करवा बिंदु सागर स्नान कर भाग्य थे ही कर भगवान शिव कहले ये कथा हो बिंदु सागर नामकरण करागला गोदावरी जाई पुणी पहुंची गले तक्षण अरे संगे संगे गोदावरी पहुंची गले कांदी कांदी जाई पुणी आठेई गले हे महादेव प्रभु बहु अच्छी सुन जहाँ दोष करी अच्छी क्षमा करो अपन हे प्रभु पंचानन दोष को क्षमा करो तुमर झिया बोली मन कर विचार
କାହିଁକି ତୁ ମିଛଟା କହିଲୁ? ଏତେ ବଡ଼ ବଡ଼ କାର୍ଯ୍ୟ ଶୁଭ କାର୍ଯ୍ୟରେ ତୁ ନ ଆସି ମୋତେ ମିଛ କହିଛୁ। ତୁ ଅଭିଶାପ ଦେଇଛି, ଅଭିଶାପ ମୁଁ ଫେରେଇ ନେଇପାରିବିନି। ଯାହା ଅଭିଶାପ ଦେଇଛି ପଡ଼ିବ ଶୁଣ, କିନ୍ତୁ ଗୋଟିଏ କଥା କହୁଛି ଜାଣି, ଆଉ କଣ ଆଉ 13 ମାସ ପୁଣି ସୁଖୀ ହୋଇବୁ ଯାଇ, 13 ମାସ ସୁଖୀ ହୋଇବ ଜାଣ, କେଉଁ 13 ମାସ ସୁଖୀ ହୋଇବ ଜାଣ, ସେ କଥା କହିଲେ ପ୍ରଭୁ ପଞ୍ଚାନନ। ଆରେ ବୃହସ୍ପତି ଗ୍ରହ ପୁଣି ଆସି ରହିବ, ସିଂହ ରାଶିରେ 13 ମାସ ରହିବ, ଆଉ ସେ 13 ମାସ ଯାଇ ସୁଖୀ ଦୂର ହୋଇବ। ଏ କଥା ଶିବ କହିଦେଲେ ରାମ, ଆଉ 13 ମାସ ସୁଖୀ ହୋଇବ। ସେ 13 ମାସ ମଧ୍ୟରେ କହୁଛି ଯାଇ, ଯୋଉ ଭକ୍ତ ଗୋଦାବରୀରେ ସ୍ନାନ କରାଇ, ଗୋଦାବରୀରେ ଯେ ସ୍ନାନ କରିବ, ସେ 13 ମାସ ମଧ୍ୟରେ ହୋଇନଥିବ। କିନ୍ତୁ ସାଗରରେ ସ୍ନାନ କରିଲେ ଯାହା, ସେ ଗୋଦାବରୀରେ ସ୍ନାନ ଫଳ ମିଳିବ ତାହା। ଭଗବାନ କହିଲେ ତୁ ପୁଣ୍ୟସ୍ମରଣ କଲେବୁ, ବିନ୍ଦୁ ସାଗରରେ ସ୍ନାନ କରିଲେ ତାହା, ଗୋଦାବରୀରେ ସ୍ନାନ କଲେ ତାହା, କିନ୍ତୁ 13 ମାସ। ଆଉ ସବୁଦିନେ ତୁ ଅଶୁଦ୍ଧି ହେଇକିରି, କୋଉ 13 ମାସ ନା ବୃହସ୍ପତି ସିଂହ ରାଶିରେ ଆସିକିରି ଯୋଉ 13 ମାସ ଥିବ, ସେ 13 ମାସ ଶୁଦ୍ଧି ହେଇକି ରହିବ, ଆଉ ସବୁଦିନେ ଅଶୁଦ୍ଧି ହେଇକିରି ରହିବ। ସେଇ ସମୟରେ ଭଗବାନ ଶିବ କହିଲେ ଯିଏ ଗୋଦାବରୀକି ସ୍ନାନ କରି ହେଉଥିବ, ଆଜି ଦେଖିକି ଯିବାକୁ ପଡ଼ିବ। 13 ମାସ ବୃହସ୍ପତି ଗ୍ରହ କୋଉଠି ଅଛନ୍ତି, ଅନ୍ୟ ଜାଗାରେ ଅନ୍ୟ ରାଶିରେ ଯଦି ରହିଗଲେ ତାହେଲେ ସ୍ନାନ କରିବ, ନିଜର ଦେହଟା ମାରା ହେଇଯିବ, କେବେ ମଧ୍ୟ ଅଶୁଦ୍ଧି ହବ ନାହିଁ। ଏକଥା କହିଥିଲେ। ଆରେ ବାଙ୍ଗାରା, ଆରେ ଯାହା ପଚାରିଥିଲୁ ବାବୁରେ ଦେଲି ବୁଝାଇ, ସଭାବନ ଶୁଣୁଥିଲେ ମନ କର୍ଣ୍ଣ ଗାଇ। ଆରେ ସ୍ତ୍ରୀ ରଜବତୀରେ ପୁରୁଷ ରଜବତୀ, ଅସୁଧା ରଜବତୀ ହେଲା କେମିତି, ସେଇ କଥା ବୁଝାଇ ଦେଇଛି। ଆରେ ସବୁଦିନେ ରଜବତୀ କଥାରେ ଦେଲି ବତାଇ, ସଭାବନେ ଶୁଣୁଥିଲେ ମନ କର୍ଣ୍ଣ ଦେଇ। ଆରେ ଗୋଦାବରୀ ବୋଲି ତୋତେ କହିଲି ଜାଣ, ସବୁଦିନେ ରଜବତୀ ହଉଛି ଶୁଣ, ଆଉ